ମାଛ ଭଜା ସହିତ ପଖାଳ ଭାତ ଖାଉଛି ମ୍ୟାଡ଼ାମ୍। ଆଉ ଏଇନା ଖାଇବା ଛୁଟି ହେଇଛି, 12ଟା ହେଇଛି। 12ଟାରୁ ପୁଣି ଖାଇବୁ, 1ରେ ଆରମ୍ଭ କରିବୁ କାମ ପୁଣି। ତାପରେ 3ଟାରେ ଛୁଟି ହେବ, ଡାଇରେକ୍ଟ ପଳେଇବୁ ଆଉ। 3ଟା ବେଳେ ଡାଇରେକ୍ଟ ଛୁଟି ହେବ। ମ୍ୟାଡ଼ାମ୍ ଖାଉଛି, ମୁଁ ବି ଖାଉଛି। କାଲି ତାକୁ ମାଛ ଦେଲିନି, କାଲି ସୋମବାର ଥିଲା, ସିଏ ଖାଇଲାନି, ମୁଁ ଏକା ଖାଇଲି। ଆଜି କିନ୍ତୁ 2 ଜଣ ଯାକ ମାଛ ଖାଉଛୁ ଆଉ ପଖାଳ। ଆଜି ପୁରା 2 ଜଣ ଯାକ ଖାଉଛୁ ଖୁସିରେ। ଆଉ ଆମେ କେଉଁଠି ଅଛୁ ସେଇଟା ତ ଆପଣ ସବୁ ଜାଣି ଯାଇଥିବେ। ଆମେ ହେଉଛୁ ଯାଜପୁର ଟାଉନ୍ରେ ଅଛୁ, କାମ କରୁଛୁ। ଆଉ ଏଇ ଦେଖ, ଏଇଠି ଘର କାମ ହେଉଛି। ଆଉ ବାହା ହେଲେ ତ ଜାଣିଛ, ପଇସା ପତ୍ର ଦରକାର। କାମ କରିଲେ ଯାଇକି ପଇସା ଆସିବ, ନହେଲେ କୁଆଡ଼େ ଆସିବ ପଇସା। ସେଇ ଯୋଗୁଁ ପଇସା ପତ୍ର ରଖିକି ବାହା ହୁଅନ୍ତୁ, ନହେଲେ ମୋ ଭଳିଆ ସବୁ ଦୁଃଖ ଭୋଗିବ। ମ୍ୟାଡ଼ାମ୍ ପୁରା ଏବେ ଖୁସିରେ କାମ କରୁଛି ନା ଦୁଃଖରେ କାମ କରୁଛି, ତାକୁ ଟିକେ ପଚାରିବା। କେମିତି ଲାଗୁଛି? କହ, କିଛି କହିବୁ ନାହିଁ? ହଉ ଠିକ୍ ଅଛି। ଆଉ ସବୁଦିନ ଭଳିଆ ଆଜି ବି ସେଇ ନଦୀ ଗାଧୋଇବା ପାଇଁ ଆସିଛୁ। ଲୋକ ସବୁ କେହି ନାହାନ୍ତି ଆଜି। ଏ ଜାଲବାଲା ଅଛି, ଆମେ 2 ଜଣ ଗାଧେଇଲୁ। ଏଠି ଜାଲ ବସେଇ ଦେଇ ପଳେଇଲା। ସବୁଦିନ ଭଳି ଆଜି ବି ନଦୀକୁ ଡାଇରେକ୍ଟ ପଳେଇ ଆସିଲୁ। ଯେଉଁଠି ଆମେ ରହୁଛୁ ସେଠି ସୁବିଧା ଅଛି, କିନ୍ତୁ ସେଠି ନଳକୂଅ ଅଛି। ଆଉ ନଳକୂଅରେ ଗାଧୋଇବା ପାଇଁ ଏତେ ସୁବିଧା ନାହିଁ, କିନ୍ତୁ ଆମେ ମିସ୍ତ୍ରୀ ସହିତ କାମ କରୁଛୁ ମାନେ ଅଳିଆ ଫଳିଆ ହେଇକି ରହୁଛୁ। ନଳକୂଅରେ ଗାଧୋଇବା ମାନେ ସୁବିଧା ହେବ ନାହିଁ, ଟିକେ ଗୋଡ଼ ଗୁଡ଼ା ଘଷି ହେବ, ଦୁନିଆ ସିମେଣ୍ଟ ଫିମେଣ୍ଟ ଲାଗିଥିବ। ସେଇ ହିସାବରେ ଆମେ ଡାଇରେକ୍ଟ ନଦୀକୁ ପଳେଇ ଆସିବୁ। ନଦୀରେ ମାନେ ସେ ବାଲିରେ ଘଷି ଘୁଷା ହେଇକି ଗାଧେଇବୁ, ସଫା ହେବ ଦେହ ଭଲ ଭାବରେ। ଆଉ ସେଥିପାଇଁ ଆମେ ସବୁ ନଦୀକି ସବୁଦିନ ପଳେଇ ଆସୁ। ଏପଟ ହେଉଛି ଆମର ରାସ୍ତା ଅଛି, ନଦୀ କୂଳରେ ରାସ୍ତା ଅଛି। ଏପଟ ହେଉଛି ବ୍ରିଜ୍। ଏଇଟା ହେଉଛି ଭଦ୍ରକ ଯିବା ରୋଡ଼ ସେପଟକୁ। ଏପଟ ହେଉଛି ଟାଉନ୍ ବଜାର।